ଯାହାକି ଘରୁ ତ ପଳେଇ ଆଇଲେ ଯାଇକି କାମ କରତେ ଭଦ୍ରକ, ଯାହାକି ଆମେ ଏଇ ଗଛ ମୂଳରେ ବସିଛୁ, ଯାହାକି ବହୁତ ଖରା, ପ୍ରବଳ ଖରାରେ ଯାଇକି ଚାରିଆଡ଼େ ଫଙ୍କା ଜାଗାକୁ ଆସିଛି। ଏକଡ଼େ ଆମେ ରହିବୁ ଏଇ ବିଲ୍ଡିଂରେ, ସେକଡ଼ରେ ଗୋଟେ ଘର ଇନ୍ଦିରାବାସ ଘର, ଏକଡ଼େ ବି ଇନ୍ଦିରାବାସ ଘର ଟିକେ ବଢ଼େଇ ଦେଇଛନ୍ତି ଆଉ। ତ ସେକଡ଼ କିଛି ଆମର 2 ଜଣ ଶୋଇଛନ୍ତି, ଯାଇକି ଆମରି କାମ ପିଲା। ତ ମୁଁ ଏହି ଜାଗାରେ ଠିଆ ହେଇଛି, ଯାଇକି ବହୁତ ଜୋର ଗରମ ହେଉଛି ନା, ତ ଏଇ ଗଛ ମୂଳରେ ହିଁ ଠିଆ ହେଇଛି। ତ ଆଜି ଆମର କାମ ହେବନି, ତ ଆଜି ଆମର ରୋଷେଇବାସ ପାଇଁ ଟିକେ ସେକଡ଼େ ହାଇ କାଠ ଫାଠ କୁଢ଼ଉଛନ୍ତି। ତ ଟିକେ ଜାଗାଟା ଟିକେ ପସନ୍ଦ ହେଲାନି ଆଉ, ବହୁତ ଫଙ୍କା ଜାଗାକୁ ପଳେଇ ଆସିଛୁ, ଯାଇକି ଦୂର ଦେଖାଯାଉନି କିଛି ଘର ଫର, ଫଙ୍କାରେ ବିଲ ମଝିରେ ଅଛୁ। ତ ଦୋକାନ ଯିବା ପାଇଁ ବହୁତ କଷ୍ଟ, ସାଇକେଲ ନାହିଁ, ହଇରାଣ ହବୁ ବହୁତ, ଟିକେ ଦୁଃଖ ଲାଗିଲା। ଦେଖିବା ସନ୍ଧ୍ୟା ବେଳକୁ କୁଆଡ଼େ ଯିବା ଟିକେ ବୁଲିତେ। ମେନ୍ କଥା ହେଉଛି ଏକଡ଼େ ହାବା ବି ହେଉନି ସେମିତି, ଏଇ ଗଛ ପତ୍ର ବି ହଲୁନି। ଦେଖ, ଏଇଟା ଗୋଟେ ଜାମୁକୋଳି ଗଛ, ଆଉ ଏପଟେ ହେଉଛି ପଟାସ ଗଛ, ନା ଏଇଟା କିସ ଗଛଟା କେଜାଣି। ଆଉ ସେକଡ଼ କୁଟା ଅଛି, ପେଡ଼ା ଗଛ ଅଛି, ପିଜୁଳି ଗଛ। ଆଉ ମୁଁ ଏଇଠି ଏକୁଟିଆ ଠିଆ ହେଇଛି, ଭଲ ଲାଗୁନି ବିଲକୁଲ। ଗରମ ଯେ ହେଉଛି, ହାବା ବିଲକୁଲ ହେଉନି, ପ୍ରବଳ ଗରମ ହେଉଛି। ଟିକେ ରେଷ୍ଟ ନେବା, ଏତେ ଦୂରରୁ ଆଇଲେ ତ ବହୁତ ବେକାର ଲାଗୁଛି, ତ ଟିକେ ରେଷ୍ଟ ନେବା। A few moments later. ତ ରୁମ୍ଟା ହେଉଛି ଆମର ଏଇଟାରେ ରହିବ ବୋଧେ, ହଁ ଏଇଟାରେ ରହିବୁ। ଏକଡ଼େ ମୋର ବେଡ଼ିଂ ଫେଡ଼ିଂ ପଡ଼ିଛି ଏଇଗୁଡ଼ା। ଆଉ ଏଇଠି ଆମ ସାମାନଟା ପଡ଼ିଛି, ଏଇଟା କଟର ମେସିନ୍, ଏକଡ଼େ କିଛି ସାମାନ ପଡ଼ିଛି। ଗରମ ଯେ ହେଉଛି ନା, ଏଇଠି ଫ୍ୟାନ୍ ଲାଗେ, ଫ୍ୟାନ୍ ବି ନାହିଁ ହେଇ ଛାତରୁ, କିସ କରିବା। ଗରମରେ ଗରମ, ହାବା ବି ହେଉନି ବିଲ ମଝିରେ। ଭାଇ, ଏଇ ପାଖରେ ଦୋକାନ ଅଛି ନା ନାହିଁ ମୁଁ କହିଦେବି। ସେଠି ଆମର କଢ଼ା ମଢ଼ା ପୋଷ୍ଟ ପଡ଼ିଛି।